ସୋର ଥାନା ଅନ୍ତର୍ଗତ ଦାଣ୍ଡହରିପୁର ଗେଟ୍ ନିକଟରେ ଟ୍ରେନ୍ରେ କଟିଯାଇ 2 ଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ଗେଟ୍ ମ୍ୟାନେଜରଙ୍କ ପ୍ରତିକ୍ରିୟା ଅନୁସାରେ 8 ତାରିଖ ବିଳମ୍ବିତ ରାତିରେ ଆରୁଆବାଡ଼ ଗ୍ରାମର ରାକେଶ କୁମାର ପାଢ଼ୀ ଓ ବୋରିପଦା ଗ୍ରାମର ରତିକାନ୍ତ ସାହୁ ଏକ ଆପାଚି ବାଇକ୍ ଯୋଗେ ଆସୁଥିବା ବେଳେ ଦାଣ୍ଡହରିପୁର ଗେଟ୍ ନିକଟରେ ଫାଟକ ପଡ଼ିଥିବାରୁ ଛିଡ଼ା ହୋଇଯାଇଥିଲେ। ହଠାତ୍ ପଛରେ ବସିଥିବା ରତିକାନ୍ତ ଟ୍ରେନ୍ ସମ୍ମୁଖକୁ ଆତ୍ମହତ୍ୟା ପାଇଁ ଦୌଡ଼ିଥିବା ବେଳେ ରାକେଶ ତାଙ୍କୁ ବଞ୍ଚାଇବାକୁ ଦୌଡ଼ି ଯାଇଥିଲେ। ଠିକ୍ ସେହି ସମୟରେ ପୁରୀରୁ ହାଉଡ଼ା ଅଭିମୁଖେ ଯାଉଥିବା ପୁରୀ ହାଉଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଉଭୟଙ୍କୁ ଧକ୍କା ଦେବାରୁ ସେମାନଙ୍କର ଶରୀରର ବିଭିନ୍ନ ଅଂଶ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଟ୍ରେନ୍ର ଲୋକୋ ପାଇଲଟ ଏବଂ ଗେଟ୍ ମ୍ୟାନେଜରଙ୍କ ଖବର ପାଇବା ପରେ ସୋର ଆର୍ପିଏଫ୍ ଏବଂ ବାଲେଶ୍ୱର ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ 2 ସାଙ୍ଗ ଆତ୍ମହତ୍ୟା କରିଛନ୍ତି ନା ଏକ ହତ୍ୟାକାଣ୍ଡ ତାହା ତଦନ୍ତ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।